ସାଙ୍ଗମାନେ ଅଳ୍ପ ବୟସରେ ଝିଅମାନଙ୍କୁ ପ୍ରେମ ଜାଲରେ ଫସେଇ ବାହା ହୋଇଥିବା ପୁଅମାନଙ୍କ ପାଇଁ ପଦେ କହୁଛି। ଖାସ୍ ତୁମକୁ ବିଶ୍ୱାସ କରି ନିଜ ପରିବାରକୁ ଅଲଗା କରି ତୁମ ପରିବାର ସହିତ ମିଶିବାର ପ୍ରୟାସ କରିଥିଲା। ଯେଉଁ ଝିଅ ଘରେ କାମ କ'ଣ ଜାଣୁନଥିଲା, ସେ ତୁମ ଘର ପ୍ରତ୍ୟେକ କାମ କରୁଥିଲା, କିନ୍ତୁ ଅଳ୍ପ ବୟସରୁ ଜୀବନର ଖୁସି ପାଇବା ପାଇଁ। ତୁମକୁ ବିଶ୍ୱାସ କରି ତମେ ସହିତ ଆସିଥିଲା, କିନ୍ତୁ ତମେ ମାନେ କ'ଣ କଲ ତା ସହିତ? ଯେତେବେଳେ ତମମାନଙ୍କର ଆବଶ୍ୟକତା ପୂରଣ କରିଦେଲେ, କିଛି ଦିନ ପରେ ଯନ୍ତ୍ରଣା ଠାରୁ ବି ଅଧିକ ବିଶ୍ୱାସଘାତକ କାମ ତା ସହିତ କଲ। ଆରେ ଝିଅଟି ଅଳ୍ପ ବୟସରୁ ଯେଉଁ ସମୟରେ ସେ ଖୁସିରେ ବୁଲିବା ନାଚିବା କଥା, ସେ ସମୟରେ ତମେ ତା ହାତରେ ଛୁଆ ଧରେଇ ଦେଲ। ନିଜର ସୁନ୍ଦରତାକୁ ଭୁଲି ନିଜ ପିଲାର ଲାଳନ ପାଳନ କରିବା ସମୟରେ ତମେ ମାନେ ଅନ୍ୟ ଝିଅମାନଙ୍କ ସହିତ ଡାରିନାରା କଲ। କାହାକୁ ବିଶ୍ୱାସ କରି ଆସିଥିଲା ସେ? ଆରେ ତା ବାପା ମାଆଙ୍କୁ ତ୍ୟାଗ କରି ତମମାନଙ୍କ ହାତ ଧରିଥିଲା ସେ। କିଛି ଦିନ ଖୁସିରେ ରହିବା ପାଇଁ, କିନ୍ତୁ ତମେ ମାନେ ତ ତା ସହିତ କ'ଣ କରୁଛ? ନିଜ ମା ଭଉଣୀ କଥାରେ ପଡ଼ି ନିଜ ସ୍ତ୍ରୀକୁ ଗାଳି ସହିତ ମାଡ଼ ବି ମାରୁଛ, ଯୌତୁକର ନିର୍ଯାତନା ବି ଦଉଛ। କ'ଣ ଭୁଲ କରିଥିଲା ସେ? ଆରେ ଅଳ୍ପ ବୟସ ହେଇଥିଲା ତାକୁ। ତମେ ମାନେ ତାକୁ ଏତେ ବିଶ୍ୱାସ କଥା କହୁଥିଲ ଯେ ସେ ତମ ବିଶ୍ୱାସରେ ବିଷ ନ ଦେଇ ତା ବାପା ମା ମାନଙ୍କୁ ବିଷ ଦେଇ ତମ ପାଖକୁ ଆସିଥିଲା। ଶେଷରେ ଫଳ ତମେ ତାକୁ ଏଇଆ ଦେଲ। ଯେବେ ନୂଆରେ ଆସିଥିଲା ନା, ସେ ତମକୁ ବହୁତ ଭଲ ଲାଗୁଥିଲା। ଯେତେବେଳେ ଗୋଟେ ଛୁଆଟେ ହେଇଗଲା ନା, ସେତେବେଳେ ତୁମକୁ ଆଦର କରି ଲାଗିଲା। ଯାହା ବି ଭାଇ ଭୁଲ କରିଛ ନା, ନିଜ ଭୁଲକୁ ସୁଧାରି ନିଅ। ନିଜ ସ୍ତ୍ରୀକୁ ଘରେ ରଖି ନିଜ ମା ଭଳି ଅଧିକ ସମ୍ମାନ ଦିଅ।